हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। रघुपति राघव राजा राम पतित पावन सीताराम। रघुपति राघव राजा राम पतित पावन सीताराम। सीताराम सीताराम भज प्यारे तू सीताराम। सीताराम सीताराम भज प्यारे तू सीताराम। रघुपति राघव राजा राम पतित पावन सीताराम। रघुपति राघव राजा राम पतित पावन सीताराम। बोलिए महापुरुष अच्युतानंद जी की जय। शुद्धि जानी ज्ञानी गुणी मंडली आज अध्यायर आलोचना को आपण मानक स्वागत जनाऊँ। आज मालिका वचन आलोचन आलोचना करने जाऊँचे महापुरुष अच्युतानंद 36 संहिता मानक भीतर गोटे संहितार नाम है बट संहिता। ये बट संहितार जो द्वादश बट निकट में कौन कौन लीला आगू घटव से विषय आलोचना कर शिष्य रामचंद्र आगे कहते बाबू रे बट माने जे ठाबे रहिबे कली जुगारे से ओ दे होइबे। बट गुड़िक जो स्थान था ना कहीं कली जुगरे सी उदय हेबे आत्म प्रकाशित हेबे से बट गुड़िक निकट में लीला हेब कली की लीला हेब रास प्रति बट निकट में हेब। ये द्वादश बट निकट रास हेब कि द्वादश बट विषय महापुरुष आलोचना कर बट संहितार कि 4टी बट को गुप्त रखिंट 8टी बट विषय आलोचना होती बट संहितार आउ 4टी बट गुप्त रही कहीं आम आगु आलोचना करवा कहले बट मानकर नाम लेखिबा जगते ताको प्रकाश करिबा। जगते ताको प्रकाश करिबा जगते ताको प्रकाश करिबा। बट मानकर नाम लेखिबा सारा जगत लोक जानतु ये संसारवासी जानतु ये बट मानकर महात्म्य कौन कौन जानिबा दरकार। क्यों बटरे क्यों गुण इवा यह मोते प्रते कारी कहिबा। यह मोते प्रत्यक्षरे कहिबा एहा मोते प्रत्यक्षरे कहिबा। गुरुदेव कहतु मते क्यों बटरे की गुण मान थिब जो द्वादश बट विषय आपण आलोचना करुछंती बट संहितार ये बट मानकर कौन कौन गुण थिब गुरुदेव ना नेमाळ बटरे अच्युत बट द्वादश बटरे 8 श्रेष्ठ। द्वादश बटरे 8 श्रेष्ठ द्वादश बटरे 8 श्रेष्ठ। महापुरुष कहले कहले बाबू रे नेमाळ बटरे अच्युत बट द्वादश बटरे 8 श्रेष्ठ। ये द्वादश बटरे श्रेष्ठ होची अच्युत बट आउ
ନଳିନ ବନ ଯେ ସେ ନେମାଳ ଗ୍ରାମ ଅଚ୍ୟୁତି ଆଶ୍ରମ ଜାଣ ନିର୍ବିକଳ୍ପ ପୀଠ ଅଟଇ ସେ ସ୍ଥାନ ମଣିବେଦୀଟି ପ୍ରମାଣ ମଣିବେଦୀଟି प्रमाण हे सुजने मणिवेदीटी प्रमाण मणिवेदीटी प्रमाण हे सुजने मणिवेदीटी प्रमाण 12 ବଟ ଭିତରେ ଶ୍ରେଷ୍ଠ ବଟ ହେଉଛି ନେମାଳ ବଟ। ଆଉ ନିର୍ବିକଳ୍ପ ପୀଠ ଅଟଇ ସେ ସ୍ଥାନ ମଣିବେଦୀଟି ପ୍ରମାଣ ମଣିବେଦୀ ସେଟା ରହିଛି ପ୍ରମାଣ। ଆଗରୁ ଆଲୋଚନା କରୁଥିଲେ ଗତ ଅଧ୍ୟାୟରେ ଅପୋଡ଼ା ଅଲିପା ନିଇଠା ସ୍ଥାନ ବ୍ରହ୍ମାଣ୍ଡ ପାଇଲେ ଅନ୍ତ କଳିଗୁପ୍ତ ଗଙ୍ଗା ଚିତ୍ରୋତ୍ପଳା ନଦୀ କହି ଦିନ ଅଚ୍ୟୁତ କହି दीन अच्युत हे सुजने कहि दीन अच्युत कहि दीन अच्युत हे सुजने कहि दीन अच्युत। ଜ୍ଞାନୀ ଗଣି ମଣ୍ଡଳୀ ମହାପୁରୁଷ ଅଚ୍ୟୁତ ଏ ନେମାଳ ବଟକୁ କ'ଣ କହୁଛନ୍ତି? ଏ ସ୍ଥାନକୁ ନା ହେଉଛି ଅପୋଡ଼ା ଅଲିପା ବୋଲି ନିଇଠା ବୋଲି ଅପୋଡ଼ା ବୋଲି ବ୍ରହ୍ମାର ଅନ୍ତ ପାଇଲେ ନାହିଁ। ଆଉ କଳିଗୁପ୍ତ ଗଙ୍ଗା ଚିତ୍ରୋତ୍ପଳା ନଦୀ କହି ଦିନ ଅଚ୍ୟୁତ ଇଏ କଳିଗୁପ୍ତ ଗଙ୍ଗା ଇଏ କଳିଯୁଗର ଗୁପ୍ତ ଗଙ୍ଗା ଚିତ୍ରୋତ୍ପଳା ବହି ଯାଇଛନ୍ତି କଳକଳ ନାଦରେ ସ୍ନାନ କରନ୍ତୁ। ଚିତ୍ରୋତ୍ପଳା ଯେଉଁ ଚିତ୍ରୋତ୍ପଳା ବାଲିରେ ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ବା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସେଇ ଚିତ୍ରୋତ୍ପଳା ବାଲିରେ ବାଲିସଜ୍ଜା କରି ଦୀପଦାନ କରିବା ଯୋଗୁଁ ଅନେକଙ୍କର ମନବାଞ୍ଛା ପୂର୍ଣ୍ଣ ହୁଏ ବୋଲି ମାଳିକାରେ ମହାପୁରୁଷ ଅଚ୍ୟୁତାନନ୍ଦ ଏ ପ୍ରମାଣ ଦେଇଛନ୍ତି। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ପୂର୍ଣ୍ଣିମା ଯାଏ ଆଶା ଅଭୟ ଚରଣ ମାଗହି ମୋର ଏହି ଭରସା। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ପୂର୍ଣ୍ଣିମା ଯାଏ ଆଶା ଅଭୟ ଚରଣ ମାଗହି ମୋର ଏହି ଭରସା ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଯେ କି ତେଣୁ ଜ୍ୟେଷ୍ଠ ଯେଉଁ ପୂର୍ଣ୍ଣିମା ଆମେ କହୁଛେ ଲକ୍ଷାଧିକ ସାଧୁ ସନ୍ଥ ଭକ୍ତମାନଙ୍କର ସମାବେଶ ହୁଏ। କିଏ କେଉଁଠୁ ଆସେ, କେଉଁଠୁ ଆସେ, କିପରି ଆସେ, କାହିଁକି ଆସେ, କ'ଣ କରିବା ପାଇଁ ଆସେ କିଛି ଜଣା ପଡ଼େ ନାହିଁ। ଏ ହେଉଛି ଅଲୌକିକତା ମହାପୁରୁଷ ଅଚ୍ୟୁତଙ୍କର। ସୁଧୀୟନେ ଜ୍ଞାନୀ ଗୁଣୀ ମଣ୍ଡଳୀ ଚିତ୍ରୋତ୍ପଳା ନଦୀ ଓ ତାରେ ଗ୍ରାମ ନେମାଳ ସ୍ଥାନ ସେ ସ୍ଥାନେ ଏ ଦେହ ରହିବା ମୋର ଏହି ଧ୍ୟାନ से स्थान रे देह रहिबा मोर एही ध्यान से स्थान रे देह रहिबा मोर एही ध्यान। ଚିତ୍ରୋତ୍ପଳା ନଦୀ କହନ୍ତି କଥା ରହିଛି, ଲୋକ କଥା ରହିଛି କୁଆଡ଼େ ଗଙ୍ଗା ଠାରୁ ବୟସରେ 100 ବର୍ଷ ଇଏ ବଡ଼ ପ୍ରଥମ ଇଏ ଚିତ୍ରୋତ୍ପଳା ନଦୀ ଉତ୍ତରେ ଗ୍ରାମ ନେମାଳ ସ୍ଥାନ ସେ ସ୍ଥାନେ ଏ ଦେହ ରହିବ ମୋର ଏହି ଧ୍ୟାନ। ଏହି ଦିନ ଦୀପଦାନ କରନ୍ତୁ ସମସ୍ତ ମନର ମାନସିକ ପୂର୍ଣ୍ଣ ହେଇଯିବ। ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ମହାପୁରୁଷ ସେଇଥିପାଇଁ କହିଲେ କଳିଗୁପ୍ତ ଗଙ୍ଗା ଚିତ୍ରୋତ୍ପଳା ନଦୀ କହି ଦିନ ଅଚ୍ୟୁତ। ପ୍ରଭୁ ଏଇ କଳିଗୁପ୍ତ ଗଙ୍ଗା ଚିତ୍ରୋତ୍ପଳା ନଦୀ ଉତ୍ତରେ ଗ୍ରାମ ନେମାଳ ସ୍ଥାନରେ ଏଇଠି ମୋ ଦେହ ସବୁଦିନ ପାଇଁ ରହିଥାଉ ମହାପୁରୁଷଙ୍କର ଏଇ ନିବେଦନ। ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ତେଣୁ ସେଇଥିପାଇଁ ଚକଡ଼ା ମଡ଼ାନ କହିଲେ ଏଇ କଥା ମହାପୁରୁଷ ଅଚ୍ୟୁତ। ସୁଧୀୟନେ ଆଲୋଚନା ଆମେ କରୁଥିଲେ 12 ବଟମାନଙ୍କ ଭିତରେ ଶ୍ରେଷ୍ଠ ବଟ ହେଉଛି କିଏ ନା ନେମାଳ ବଟ। କହିଲେ ଶୁଣ ରାମଚନ୍ଦ୍ର ଆନନ୍ଦ ଚିତେ ଆମ୍ଭ ବଂଶ ଉଦେବେ ଯେତେ ଆମ୍ଭ ବଂଶ उदे हे बेटी जेते
आंभ वंश उदे बेटी जेते। शुण रामचंद्र आनंद चित्ते राम रे तू आनंद चित्तरे शुण मो कथा आंभ वंश उदय हेबेटी जेते मोर वंश जेते उदय हेबे जेते जन्म हेबे मो परे परे जेते आसीबे केते ना बाईसी पुरुष जे दिने पूर्ण आंबे जन्म हेबो से ही दिने ना आंबे जन्म हेबो से ही दिनेना आंबे जन्म हेबो से ही दिनेना। बाईसी पुरुष जेदिने पूर्ण आमे आंबे जन्म हेबु से ही दिने ये है नेमाल बटर कथा आंबे से ही दिन जन्म होइथु। द्वितीय महापुरुष कहउचंदी चित्रांगी तेले शाळशील बट ब्रज गदाधर सेठारे भेट ब्रज गदाधर सेठारे भेट ब्रज गदाधर सेठारे भेट। गले द्वितीय बट हूँ चित्रांगी तीरे चित्रांगी तीर शालशील बट द्वितीय बट नाम है शालशील बट ये शालशील बट निकट में किए थे ना ब्रज गदाधर मोर पुत्र ब्रज गदाधर ये सेठारे ही भेट हेबे सेठारे थे आउ तही निकटे मो भकत छंती कलंकी रूपको ध्यान करंती कलंकी रूपको ध्यान करंती कलंकी रूपको ध्यान करंती। तही निकटे मो भकत छंदी कलंकी रूप को ध्यान करंती से निकटरे शालशील बट निकटरे मोर भक्त माने थिबे रामचंद्र कलकी रूप को ध्यान करी सदा सर्वदा मोर से कलकी प्रभुंकर से कलकी अवतार को ध्यान करिकी थिबे। तृतीय कहले के भगवतींकर पूर्व भागरे भगवतींकर पूर्व भागरे बटे करहिछि से ही ठावरे बटे करहिछि से ही ठावरे। कहले भगवती माँ भगवतींकर पूर्व भागरे आउ गोटे बट रही कौन तार ना ना डेंगा बट बोली से बट नाम डेंगा बट बोली से बट नाम ए तू करी सुण रे पुताराम ए तू करी सुण रे पुताराम। तार नाम है भगवतींकर पूर्व तटरे पूर्व भागरे बट गोटे ता ना है कौन डेंगा बट डेंगा बट बोली से बट नाम हेतु करी सुण रे पुताराम से बट मूले सप्त ऋषि छंती से बट मूले सप्त ऋषि छंती कोई हुंका को से ध्यान करंती कोई हुंका को से ध्यान करंती। बोले जो डेंगा बटटी अच्छी से डेंगा बट मूले कौटी ना भगवती पूर्व दिगरे सेठी सप्त ऋषि मुनि माने अछंती से सप्त ऋषि माने कौन करंती महापुरुष कहउचंदी उई हुंका को से ध्यान करंती निकट गोटे उई हुंका अछि तार महात्म्य कौन आलोचना करिबा से उई हुंका को ध्यान करंती काहेकि बोलिए महापुरुष अच्युतानंद जी की ज्ञानी गुणी मंडली से उई हुंका को ध्यान करंती कौन पाई ना कोला हुंका धोला हुंका जे जान कोला हुंका धोला हुंका जे जान नाली हुंका श्वेत हुंका प्रमाण नाली हुंका श्वेत हुंका प्रमाण। चारोटी हुंका कला हुंका धला हुंका नाली हुंका श्वेत कहले ये हुंका ये चारोटी हुंका रही आउ सप्त आवरण मालिका देई
ଶବତ ଆବରଣ ମାଳିକା ଦେହି ରାମଚନ୍ଦ୍ର ଶିଷ୍ୟ ଶୁଣରେ ତୋହି ରାମଚନ୍ଦ୍ର ଶିଷ୍ୟ ଶୁଣରେ ତୁହି ସେଇ ଚାରି ହୁଙ୍କା ନିକଟରେ ବସି ଯଦି ସପ୍ତର୍ଷିଙ୍ଗୀ ଆପଣ ଧ୍ୟାନ କଲେ ପ୍ରାର୍ଥନା କଲେ ଅଚ୍ୟୁତ ମହାପୁରୁଷ କହୁଛନ୍ତି ରାମରେ ସମସ୍ତ ଶତ୍ରୁ ବିନାଶ ହେଇଯାଆନ୍ତି। ଏ ହୁଙ୍କା ନିକଟରେ ବସି ଇଏ ଗଲା ଡେଙ୍ଗାବଟ ପାଇକା ନଦୀ ଉତ୍ତର ତଟରେ ପାଇକା ନଦୀ ଉତ୍ତର ତଟରେ ମହାରୁଦ୍ର ନାମ ପ୍ରଭୁ ଛାମରେ ମହାରୁଦ୍ର ନାମ ପ୍ରଭୁ ଛାମୁରେ ପାଇକା ନଦୀ ନେମାଳ ସେପଟରେ ରହିଛି ପାଇକା ନଦୀ ଯାଇଛି ୟାନେ ଓଡ଼ି ମଣ୍ଡଳୀ ସୁଧିଆନେ ସେ ପାଇକା ନଦୀର ଉତ୍ତର ତଟରେ ପାଇକା ବା ପାବଚ୍ଛ ଏ ନଦୀର ଉତ୍ତର ତଟରେ ଉତ୍ତର କହିଲେ ଉତ୍ତର ପଟରେ ପୂର୍ବ ଉତ୍ତର ପଟରେ କ'ଣ ରହିଛି ନା ମହାରୁଦ୍ର ନାମ ପ୍ରଭୁ ଛାମୁରେ ମହାରୁଦ୍ର ନାମ ପ୍ରଭୁ ଛାମୁରେ ଦେବନାଶନ ସେ ବଟର ନାମ ଦେବନାଶନ ସେ ବଟର ନାମ ଗୋଲ କୁଦରେ ଯେ ହୁ ପ୍ରମାଣ ଗୋଲ କୁଦରେ ଦେହୁ ପ୍ରମାଣ ପାଇକା ନଦୀର ଉତ୍ତରରେ ଯେଉଁ ବଟଟି ରହିଛି ତାର ନାମ ହେଉଛି ଦେବନାଶନ ବଟ। ଏ ଦେବନାଶନ ବଟରେ ଶଙ୍ଖ ଚକ୍ର ଗଦାପଦ୍ମ ଚିହ୍ନ ଅଛି। ଇଏ ଗୁପ୍ତ ଏ ଲୀଳା ଆଗକୁ ପ୍ରକାଶିତ ହେବ ସେ ସମୟ ଆସିନାହିଁ। କହିଲେ ବଟ ପିପଳ ଯେ ବୃକ୍ଷ ଅଟଇ ବଟ ପିପଳ ଯେ ବୃକ୍ଷ ଅଟଇ ତାର ମହିମା ତୋତେ କହିବହି ତାର ମହିମା ତୋତେ କହିବହି କହିଲେ ବଟ ପିପଳ ସେ ବୃକ୍ଷ ଅଟଇ କ'ଣ ତାର ମହିମା ନା 4,000 କୋଟି ବଟ ମୂଳେ 4,000 କୋଟି ବଟ ମୂଳେ ଲୀଳା କରୁଛନ୍ତି ସେହି ଠାବରେ ସେ ଲୀଳା କରୁଛନ୍ତି ସେହି ଠାବରେ 4,000 ଗୋଟି ବଟ ମୂଳରେ ଲୀଳା ହେଉଛି ସେଠାରେ ନା ତାର ଦେବନାଶନ ବଟ। ଆଉ କ'ଣ କହିଲେ ନା ବଟେ କଛଇ କାହୋର ଠାରେ ବଟେ କଛଇ କାହୋର ଠାରେ ମାହାଳ ବନ ପଶ୍ଚିମ ଭାଗରେ ମାହାଳ ବନ ପଶ୍ଚିମ ଭାଗରେ ଆଉ ଗୋଟେ ବଟ ରହିଛି କୋଉଠି ନା କାହୋର ଠାରେ ଆଉ ମାହାଳ ବନ ପଶ୍ଚିମ ଭାଗରେ ମାହାଳ ବନ ସେଠି ଅଛି ନେମାଳରୁ କିଛି ଦୂର ଗଲା ପରେ ମାହାଳ ବନ ପଡ଼ିବ ତେଣୁ ସେ ମାହାଳ ବନର ପଶ୍ଚିମ ଭାଗରେ ଆଉ ଗୋଟେ ବଟ ରହିଛି ସେ ବଟର ମାହାତ୍ମ୍ୟ କ'ଣ ତାର ନାଁ ମାହାତ୍ମ୍ୟ ତ ରହିଛି କିନ୍ତୁ ସେଠାରେ ରାସ ମଧ୍ୟ ହେବ କିନ୍ତୁ ତାର ମାହାତ୍ମ୍ୟ କ'ଣ ମହାପୁରୁଷ କହିଲେ ତାର ନାମ କ'ଣ ତାର ନାମ କ'ଣ ସେ ବଟର ନାମ ନା ମୀନାବର ବୋଲି ବଟର ନାମ ମୀନାବର ବୋଲି ବଟର ନାମ ସିଦ୍ଧ ଜଣେକ କରିଛି ଆଶ୍ରମ ସିଦ୍ଧ ଜଣକ କରିଛି ଆଶ୍ରମ ମୀନାବର ବଟ ସେ ବଟର ନାମ ହେଲା ମୀନାବର ବଟ ଜଣେ ସିଦ୍ଧ ସନ୍ଥ ମହାତ୍ମା ସେଠାରେ ଆଶ୍ରମ କରି ଅଛନ୍ତି ଆଉ ମାହାଳ ମୂଳେ ଏକ ଭକ୍ତ ଅଛି ମାହାଳ ମୂଳେ ଏକ ଭକ୍ତ ଅଛି କଳଙ୍କି ରୂପକୁ ହେତୁ କରିଛି କଳଙ୍କି ରୂପକୁ ହେତୁ କରିଛି ସେଇ ମାହାଳ ମୂଳରେ ଜଣେ ଭକ୍ତ ଯେ କି କଳକି ରୂପକୁ ଧ୍ୟାନ କରିଅଛନ୍ତି ଚିନ୍ତା କରିଅଛନ୍ତି ହେତୁ କରିଅଛନ୍ତି ଆଉ ଅଳକା ଭୁବନ କୁଣ୍ଡି ନଗରୀ ଅଳକା ଭୁବନ କୁଣ୍ଡି ନଗରୀ ଗୁପତେ ଭକ୍ତ ଥିବେ ଅବତାରୀ ଗୁପତେ ଭକ୍ତ ଥିବେ ଅବତାରୀ ମୀନାବର ବଟର ମାହାତ୍ମ୍ୟ ଆଗକୁ ସେଠାରେ ମଧ୍ୟ ରାସ ହେବ ଆଉ କ'ଣ ବଟ ରହିଲା ନା ଉତ୍ତର ବଟର ମହିମା ଶୁଣା ଅନନ୍ତ ବଟ ବୋଲାଏ ସେ ପୁଣା ଅନନ୍ତ ବଟ ସେ ବୋଲାଏ ପୁଣା ଅନନ୍ତ ବଟ ସେ
ସେ ବୋଲାଏ ପୁଣା। ଉତ୍ତର ବଟର ମହିମା ଶୁଣ, ଅନନ୍ତ ବଟ ବୋଲାଏ ସେ ପୁଣ। ଅନନ୍ତ ବଟ, ଆଉ ଗୋଟେ ବଟର ନାମ ହେଲା ଅନନ୍ତ ବଟ। ଅନନ୍ତ ଶୟନ କରନ୍ତି ହରି, ଚାରି ପାଶେ ଜଗିଛନ୍ତି ପ୍ରହାରୀ। ହେଲା ଅନନ୍ତ ବଟ। ଛଅଟି ଆଉ ଚାରୋଟି ବଟ ଗୁପ୍ତରେ ଅନେକ ବଟ ରହିଛି। ତେଣୁ ହେ ସୁଧୀଜନେ, ଇଏ ହେଉଛି ବଟର ମାହାତ୍ମ୍ୟ। ଆଉ ଗୁପ୍ତ ହୋଇ ନ ରହିଲା ଯେଣୁ, ଗୋପ ବୋଲି ନାମ ବହିଲା ତେଣୁ। ଏସବୁ ଗୁପ୍ତ ଭାବରେ ଅଛନ୍ତି। କଳିଯୁଗ ଶେଷାର୍ଦ୍ଧରେ ଏଠାରେ ଲୀଳା ପ୍ରକାଶିତ ହେବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ଶ୍ରୀୟ ରାମଚନ୍ଦ୍ରଙ୍କ ଆଗରେ ବଟ ସଂହିତାରେ ଏ କଥା କହିଛନ୍ତି। ସୁଧୀଜନେ, ଏ ବଟ ଗୁଡ଼ିକର ନାଁ ଆପଣ ଲେଖି ରଖନ୍ତୁ। ଏ ବଟ ଗୁଡ଼ିକୁ ଯାଇକି ଦର୍ଶନ କରନ୍ତୁ। ସେଠାରେ ଯାଇକି ଆମେ ଆମର ମନସ୍କାମନା ଯାହା ରହିଥିବ ତାହା ପୂରଣ କରିବା ଦିଗରେ ଆପଣ ପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ। ଆଜି ତ ସମୟ ହେଇଛି ବାଣୀକି ବିରାମ ଦେବା ପ୍ରଭୁଙ୍କର ନାମ ନେଇ, କିନ୍ତୁ ତା ପୂର୍ବରୁ ହେ ସୁଧୀଜନେ, ଜଣେ ଭକ୍ତର ନାଁ କହିବା। କିଏ ସେ ଭକ୍ତ, କ'ଣ ତାର ନାଁ, କୋଉଠି ତାର ଜନ୍ମ? କହିଲେ ଗୋଳ ଚହଳା ଯେ ଆଖଣ୍ଡଳ ମଣି, ପାଣୁ ପୂଜାରୀ ପୂଜାଇ। ପାଣୁ ପୂଜାରୀ ପୂଜାଇ। ଅନ୍ଧ ବେନି ଚକ୍ଷୁ କର୍ମକୁ କରାଇ, ସୁଖେ ଦୁଃଖେ ଦିନ ନେଇ। ସୁଖେ ଦୁଃଖେ ଦିନ ନେଇ। ବୋଲେ ଗୋଳ ଚଳ ହବ କୋଉଠି ନା ଆଖଣ୍ଡଳମଣି ପାଖରେ। ଆରଡ଼ିର ଆଖଣ୍ଡଳମଣି, ସେଇଠାରେ ପାଣୁ ପୂଜାରୀ ନାମରେ ଜଣେ ଭକ୍ତ ପୂଜା କରୁଥିବ। ବେନି ନେତ୍ର ତାର ଅନ୍ଧ ହୋଇଥିବ ଏବଂ ମହାପୁରୁଷ କହୁଛନ୍ତି ଦୁଃଖ କଷ୍ଟରେ ସିଏ ତାର ଦୁଃଖ ସୁଖରେ ଦିନ କାଟୁଛି। ଏ ଭକ୍ତର ନାଁ ଆମେ କହିଲୁ ସୁଧୀଜନେ। ଭକ୍ତ ନାଁ ଲେଖି ରଖନ୍ତୁ, ପରେ ଆପଣ ଠାବ କରିବେ। ସମୟ ହେଇଛି ବାଣୀକି ବିରାମ ଦେବା ପ୍ରଭୁଙ୍କର ନାମ ନେଇ। ହରି ହରି ଘୋଷା ତାପ ତାପ ନାଶ, ଶରଣ ସରୋଜ ପାଦେ। ଶରଣ ସରୋଜ ପାଦେ। ଏଥୁ ବଳି ଭାବ ଆଉ ନ ମିଳିବ, ନ ମିଳନ୍ତି ହରି ବେଦେ। ନ ମିଳନ୍ତି ହରି ବେଦେ। ହରି ବୋଲ ହରି ବୋଲ, ହରି ହରି ବୋଲ। ହରି ବୋଲ ହରି ବୋଲ, ହରି ହରି ବୋଲ। କେଶବ ମାଧବ ଗୋବିନ୍ଦ ବୋଲ। କେଶବ ମାଧବ গোবিন্দ বল। রাধে হরি বল হরি বল হরি হরি বল। হরি বল হরি বল হরি হরি বল। ସୁଧୀଜନେ, ଆଜି ପାଇଁ ବିଦାୟ ଦିଅନ୍ତୁ। ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା। ରହୁଛୁ। ହରି ଓମ୍ ଶାନ୍ତି ଶାନ୍ତି ଶାନ୍ତି। ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ। ପ୍ରାର୍ଥନା ଆମ ଆନନ୍ଦର ଉତ୍ସ।